ଛାଡ଼ିଦେବି। ଆପଣ କାହିଁକି ମୋତେ ଜୋର କୁହନ୍ତି ଏଇନି ଗୋଟେ ପଣ୍ଡା ଗଲେ ମୋତେ ଏ କଥା କହୁଥିଲେ ଆପଣ ସେ କଥା କୁହନ୍ତୁ। ମୁଁ ଚାହୁଁନି ସେ କଥା ଆପଣ ଯାଆନ୍ତୁ। ନା ବାବୁ ମୁଁ ତୋ କଥାରେ ଦାସ ହାରିଗଲି, ତୁ ଟିକିଏ ନେତ୍ର ନୟନଟାକୁ ବୁଝିଦିଏ, ତୁ ଦେଖିପାରିବୁ। ସେତେବେଳେ ସେ ଆଖିଟାକୁ ବୁଝି ଦେଇଛି, ସାଙ୍ଗେ ସାଙ୍ଗେ ଚତୁର୍ଦ୍ଧାମୂର୍ତ୍ତି ହାତରେ ଅଭଡ଼ା ଧରି ଠିଆ ହେଇଛି। କହିଲେ କ'ଣ ମାଗୁଛୁ ମାଗେ ଦାସ। କିନ୍ତୁ ଦାସ ଘରୁ ଆସିଲା ବେଳେ କହିଥିଲେ, ତାଙ୍କ ସ୍ତ୍ରୀ କହିଥିଲା ଯାଉଛ କିଛି ଆଶା ରଖିଥିଲା ଅଭାବ ସଂସାରରେ ଠାକୁରଙ୍କୁ କିଛି ମାଗିବ। କିନ୍ତୁ ସେ କଥାକୁ ଦାସ ମୁଣ୍ଡରେ ରଖିନାହାନ୍ତି। ଦାସ କହିଲେ ଠାକୁରେ ମୁଁ ତତେ କିଛି ମାଗୁନି, ଏ ମର ସଂସାର କହିଛି ଆଜି ଅଛି କାଲି ମରିବି। କ'ଣ ମୋର ହବ ଆପଣ ଧନ ମାଗିବି? ନା 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 ଧନ ମାଗିନି, ମୁଁ ଏତିକି ମାଗିବି ଠାକୁରେ ଆପଣଙ୍କୁ ଯୋଉଠି ପାଇବି ଦେଖିପାରିବି, ଏ କଥା ମୋତେ ଆଶୀର୍ବାଦ କରନ୍ତୁ, ଆଉ କିଛି ଜାଣୁ। ଆରେ ଆଉ କିଛି ମାଗିବୁନୁ? ଠାକୁର ପଚାରିଲେ କରେ ଦାସ ଆଉ କିଛି ମାଗିବୁନୁ? ନା ନାଇଁ ପ୍ରଭୁ ମୋତେ ତମେ ଭୁଲାନି, ମୋତେ ଏତିକି କୃପା କର, କିନ୍ତୁ ମଲା ପର୍ଯ୍ୟନ୍ତ ଯୋଉଠି ଚାହିଁବି ଯେତେବେଳେ ଚାହିଁବି ଦେଖିପାରିବି। ଠାକୁର ଅସ୍ତୁ କହିଦେଲେ। ଏ କଥାକୁ ଆଜି ବି ପୁରାଣ ଭିତରେ ଲିପିବଦ୍ଧ ହୋଇ ରହିଲା। ନାହାନ୍ତି ସେ ବାଲିଗାଁ ଦାସ, ତାଙ୍କର କିମ୍ବଦନ୍ତୀ ରହିଯାଇଛି। ଦିନେ ବି ଏମିତି ପଞ୍ଚସଖା ଶୁଣିପାରିଲେ ବାଲିଗାଁରେ ଦାସ ବୋଲି ଜଣେ ବଡ଼ ଭକ୍ତ ଅଛି, ସିଏ ବି ଦିନେ ଆସି ପହଞ୍ଚିଗଲେ ତାଙ୍କ ଘରଠି। କହିଲେ ଦାସ ଘର କୋଉଟା? ପଚାରି ପଚାରି ଆସିଲେ। ଜୀର୍ଣ୍ଣ ଶୀର୍ଣ୍ଣ କୁଡ଼ିଆ, ଘରେ ଚନ୍ଦ୍ର ସୂର୍ଯ୍ୟର ଆଲୋକ ପଡୁଛି, କିନ୍ତୁ ସେଠି ପହଞ୍ଚିଗଲେ। ଆସି ଦାସ ବସି କହିଲେ ତମେ ଭକ୍ତ ଦାସିଆ? ସେ ଯୋଉ ପଞ୍ଚସଖା ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ବଳରାମ ଦାସ, ଅନନ୍ତ, ଏମିତି ପଞ୍ଚସଖା ଆସି ପହଞ୍ଚିଗଲେ। ସେ କହିଲେ ଆପଣ ପଞ୍ଚସଖା ମୋ ଦୁଆରକୁ ଆସିନ୍ତି, ଏ ଦିନହୀନ ଗରିବ, ଆପଣ କ'ଣ ଦେବି? ଆପଣ କ'ଣ କହିବି? ମୁଁ ତ କିଛି କହିପାରିବିନି, ଦେଇପାରିବିନି। ଆପଣ କୁଆଡ଼େ ଆସିଲେ କୁହନ୍ତୁ। ନା ଆମକୁ ତମେ ଆମକୁ ଦର୍ଶନ କରିବ ଅନନ୍ତ ଶୟନ। ନା ଏତେ ବଡ଼ ଭାଗ୍ୟ ମୋର ଅଛି? ନା ହଁ ହଁ ତମେ ଭକ୍ତ, ଆମେ ତମ ଖବର ପାଇଯାଇଛୁ। ଏଇ କଥା ଭାବି ଯେତେବେଳେ କହିଲେ, ହାତ ଦିଟାକୁ ଯୋଡ଼ି ଦେଲେ ଜଗତରନାଥ ଜଗନ୍ନାଥ, ହେ ଜଗନ୍ନାଥ ମୋତେ କ'ଣ ପରୀକ୍ଷାରେ ପକେଇଲ? ହଉ ଆପଣମାନେ ଆସନ୍ତୁ, ଯଦି ଅନନ୍ତ ଶୟନ ଦେଖିବେ ମୋ ଘର ବାରିପଟ ଯୋଉ ଗାଡ଼ିଆ ଅଛି ସେ ଗାଡ଼ିଆଠାକୁ ଆସନ୍ତୁ। ସେଇଠି ଆଜ୍ଞା ଆସନ 5ଟା ପକେଇଦେଲେ। 5ଟା ଆସନରେ ପଞ୍ଚସଖା ବସି ପଇଲେ। କହିଲେ ଆପଣମାନେ ଏ ପାପ ନୟନକୁ ଟିକେ ବୁଝି ଦିଅନ୍ତୁ, ଦେଖନ୍ତୁ ଥରେ ମୁଁ ଡାକୁଛି ମୋ ପ୍ରଭୁଙ୍କୁ। ଏହା ଭାବି ଡାକିଲେ ସେ ନୀଳାଦ୍ରିନାଥ ଜଗତରନାଥ ଜଗନ୍ନାଥ, ହେ ଜଗତରନାଥ ମୋ ମାନସର ରକ୍ଷା କର। ପଞ୍ଚସଖା ଆଜି ଏମାନଙ୍କୁ ସହଜେ ଦେଖା ମିଳେ ନାହିଁ, ସେ ଆଜି ମୋ ଦୁଆରକୁ ଆସିନ୍ତି। ମୁଁ ଆପଣଙ୍କୁ ଏତିକି ଗୁହାରି କରୁଛି ଠାକୁରେ, ଆପଣଙ୍କ ଅନନ୍ତ ଶୟନ ମୋତେ ଏଇ ମୋ ଗାଡ଼ିଆରେ ରଖେଇବେ। ଏହା କହିବା ମାତ୍ରେ ସାଙ୍ଗେ ସାଙ୍ଗେ ଅନନ୍ତ ଶୟନ ସେ ଗାଡ଼ିଆ ମଧ୍ୟ ହେଇଯାଇଛି। ସେ ନୀଳାଦ୍ରିନାଥ କି କରୁଣା, ଭକ୍ତ ପାଇଁ ସେ କ'ଣ ନ କରୁଛନ୍ତି। ପଞ୍ଚସଖା ଆଖି ଖୋଲି ଦେଖିଲା ଆସୁ ସପ୍ତ ଫେଣି ଅନନ୍ତ ଉପରେ ଜଗତରନାଥ ଜଗନ୍ନାଥ ବସିଛନ୍ତି। ଅଭାଗ୍ୟ ଅଭାଗ୍ୟ କହି କୁଣ୍ଢାଇ ପକେଇଲେ ଭକ୍ତ ଦାସିଆ, ଭକ୍ତ ଦାସିଆ, ଭକ୍ତ ତମର ମଙ୍ଗଳ କରନ୍ତୁ ଠାକୁରେ, ସଦାବେଳେ ତମେ ଏମିତି ହରି କଥା କହୁଥା। ଯାହାକି ଆଜି ଦାସିଆ ବାବୁରେ କିଛି ଲେଖା ବି ଆପଣ ପାଇପାରିବେ। ସେ ଏତିକି କହିଥିଲେ ଠାକୁର କିଛି ତମ କୀର୍ତ୍ତି ଲେଖିବି, ତାଙ୍କର ଲେଖା ବି କିଛି ଆପଣ ପାଇପାରିବେ। ଏତିକି କହି ମୁଁ ରହୁଛି।